ନମସ୍କାର, ମୁଁ ସୁପ୍ରିୟା। ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି ଏବଂ ଅଧିବେଶନରୁ କିଏ କ'ଣ ପାଇଲା, କାହାର ଲାଭ ଏବଂ କ୍ଷତି କ'ଣ ହେଲା, ତାର ହିସାବ ନିକାଶ ତ ଦେଶ ସ୍ତରରେ ଚାଲିଛି, କିନ୍ତୁ ଓଡ଼ିଶା ସାମଗ୍ରିକ ଭାବରେ କ୍ଷତିଗ୍ରସ୍ତ ହୋଇଛି। କାରଣ ଏହି ସମୟରେ ଖଣି ଓ ଖଣିଜଜାତ ପଦାର୍ଥ ବିକାଶ ସଂଶୋଧନ ବିଲ୍ ରାଜ୍ୟସଭାରେ ମଧ୍ୟ ପାରିତ ହୋଇସାରିଛି, ଯାହାକୁ MMDR ଆକ୍ଟ ବୋଲି କୁହାଯାଏ। ତାର ସଂଶୋଧିତ ବିଲ୍ 2026 ପାରିତ ହୋଇସାରିଛି। ଏଭଳି ଏକ ବିଲ୍ ଯେତେବେଳେ ଆସୁଛି, ଏଭଳି ଏକ ଆଇନ ଯେତେବେଳେ ଆସୁଛି, ସେତେବେଳେ ରାଜ୍ୟର ଖଣିଜ ସମ୍ପଦ ଉପରେ ଆର୍ଥିକ ଅଧିକାରକୁ ସୀମିତ କରାଯାଉଛି। ରାଜ୍ୟ ସ୍ୱାର୍ଥ ବିରୋଧୀ ଏକ ବଡ଼ ପ୍ରସଙ୍ଗ। ଏ ସମ୍ପର୍କରେ ଆମେ ଅଧିକ ଆଲୋଚନା କରିବା। ବରିଷ୍ଠ ରାଜନେତା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆମ ସହିତ ଅଛନ୍ତି। ପଞ୍ଚାନନ ବାବୁ, ସ୍ୱାଗତ କରୁଛି ଆଲୋଚନାକୁ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡ଼ିଶା ଯେମିତି ଗ୍ରହଣ କରିବା କଥା କରିଲା କି? ସବୁଠାରୁ ଦୁର୍ଭାଗ୍ୟର କଥା, ଗୋଟିଏ ରାଜନୈତିକ ଦଳକୁ 20 ଜଣ ପାର୍ଲାମେଣ୍ଟ ସଦସ୍ୟ ଓଡ଼ିଶାବାସୀ ଗତ 24 ମସିହାରେ ନିର୍ବାଚିତ କରିଛନ୍ତି। 21 ଜଣରୁ 20 ଜଣ। ସେଇ 20 ଜଣ ଯାକଙ୍କର ଉପସ୍ଥିତିରେ ଏବଂ ରାଜ୍ୟରେ ଥିବା ତାଙ୍କ ସରକାରଙ୍କର ଉପସ୍ଥିତିରେ ଓଡ଼ିଶାର ସମସ୍ତ ସମ୍ପତ୍ତି ଅନ୍ୟ ହାତକୁ ଚାଲି ଯାଉଛି। ଏକଥା ଦେଖିଲା ବେଳକୁ ନିଶ୍ଚୟ ଜଣେ ଓଡ଼ିଶାକୁ ଭଲ ପାଉଥିବା, ଓଡ଼ିଶାର ଅସ୍ମିତାକୁ ସମ୍ମାନ ଦଉଥିବା ପ୍ରତ୍ୟେକ ବ୍ୟକ୍ତି ମନରେ ଦୁଃଖ ହବ। ଏଇ ଯୋଉ ବିଲ୍ଟି ହେଇଛି, ଆଗତ ହେଇଛି, ଏ ବିଲ୍ଟି ସମ୍ବିଧାନର ମୁଖ୍ୟ ଧାରାକୁ ନଷ୍ଟ କରିବା ପାଇଁ କରାଯାଇଛି। ସମ୍ବିଧାନର ମୁଖ୍ୟ ଧାରା ହେଉଛି, ସମ୍ବିଧାନର ବ୍ୟବସ୍ଥା ହେଉଛି, ଆମ ଭାରତ ବର୍ଷର ଯେତେବେଳେ ସମ୍ବିଧାନ ପ୍ରଣୟନ ହେଲା, ଆକୁ ସଂଘୀୟ ବ୍ୟବସ୍ଥା, ଅର୍ଥାତ୍ ରାଜ୍ୟମାନେ ବିବିଧତା ଭିତରେ ଏକତା। ରାଜ୍ୟମାନଙ୍କର ନିଜର ସ୍ୱାର୍ଥ, ନିଜର ଅଞ୍ଚଳର ବ୍ୟବସ୍ଥାର ସ୍ୱାର୍ଥକୁ ରକ୍ଷା କରିକିରି ସମସ୍ତ ଭାରତ ବର୍ଷକୁ ଅର୍ଥନୀତିକୁ ସଜାଡ଼ିବା ଥିଲା ସମ୍ବିଧାନର ଉଦ୍ଦେଶ୍ୟ। ସେଇ ଉଦ୍ଦେଶ୍ୟରେ ସମ୍ବିଧାନ ପ୍ରଣୟନ ହେଇଥିଲା। ଦୁର୍ଭାଗ୍ୟର କଥା, ଆସ୍ତେ ଆସ୍ତେ କରି ବର୍ତ୍ତମାନ ଏଇ ଯୋଉ ସରକାର ବର୍ତ୍ତମାନ ଅଛନ୍ତି କେନ୍ଦ୍ରରେ, ଏକ ଦେଶ, ଏକ ଭାରତ, ଏକ ଜାତି, ଏକ ନାୟକ, ଏକ ଧ୍ୱଜା, ଏକ ସଙ୍ଗୀତ, ଏଇ ପ୍ରକାରର କଥାବାର୍ତ୍ତା କରିକିରି ବର୍ତ୍ତମାନ ସବୁ ଗୋଟିକ ଉପରେ ଗୋଟିଏ କ୍ଷମତା ଓଡ଼ିଶା ବା ରାଜ୍ୟମାନଙ୍କ ହାତରୁ ଛଡ଼େଇ ନିଆଯାଉଛି। ସର୍ବଶେଷ କ୍ଷମତା ଏବେ ଏଇ ଯୋଉ ଥିଲା ଅଧିବେଶନ, ଏ ଅଧିବେଶନରେ ସବୁଠାରୁ ବେଶୀ କ୍ଷତି ହେଲା ଯେ ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ସହିତ ପଶ୍ଚିମବଙ୍ଗରେ ମଧ୍ୟ କିଛି ଅଂଶ ପରିମାଣରେ ଯୋଉମାନଙ୍କ ପାଖରେ ଖଣିଜ ସମ୍ପଦ ରହିଛି, ଭରପୁର ରହିଛି, ସେଇ ଖଣିଜ ସମ୍ପଦ ବ୍ୟବସ୍ଥାକୁ କେନ୍ଦ୍ରୀୟ ତା ହାତକୁ ସମ୍ପୂର୍ଣ୍ଣ ଭାବରେ ନେଇଗଲା। ଆ ପୂର୍ବରୁ 2024 ମସିହାରେ ଆମେ ସମସ୍ତେ ଲକ୍ଷ୍ୟ କରିଥିବା ଯେ ଆମର ଯୋଉ ସୁପ୍ରିମକୋର୍ଟ, ମାନ୍ୟବର ସୁପ୍ରିମକୋର୍ଟ ଗୋଟିଏ ପୁରା ବେଞ୍ଚରେ, 9 ଜଣିଆ ବେଞ୍ଚରେ ସେମାନେ ନିଷ୍ପତ୍ତି ନେଇଥିଲେ ଯେ ସମସ୍ତ ରାଜ୍ୟରେ ଥିବା ଖଣିଜ ସମ୍ପଦ ଉପରେ ରାଜ୍ୟମାନେ ତା ଜମି ଉପରେ ବସେଇ ପାରିବେ, କର ବସେଇ ପାରିବେ, ମାନେ ଖଜଣା ବସେଇ ପାରିବେ, ବଢେଇ ପାରିବେ, ଏ କଥା ଦେଇଥିଲେ। ଏବଂ ସେଥିରେ କେବଳ ସେତିକି କହିନଥିଲେ, ସେ କହିଥିଲେ 2004 ମସିହାରୁ 5 ମସିହାରୁ ମଧ୍ୟ ପଇସା ଆଦାୟ କରିକିରି ସେମାନେ ନେଇପାରିବେ, ତା ଉପରେ କୌଣସି ବକେୟା ଆଦାୟ କରିପାରିବେ, କିନ୍ତୁ ତା ଉପରେ କୌଣସି ପେନାଲ୍ଟି ନେବେ ନାହିଁ କିମ୍ବା କୌଣସି ତା ଉପରେ କୌଣସି ପ୍ରକାର ଆଦାୟ କଲା ବେଳେ ତାଙ୍କ ଉପରେ ସୁଧ ନେବେ ନାହିଁ କିମ୍ବା ପେନାଲ୍ଟି ନେବେ ନାହିଁ, ଏକଥା କହିଥିଲେ। ଏବଂ 26 ମସିହା ପରେ 12ଟା ଇନଷ୍ଟଲମେଣ୍ଟରେ ଏ ପଇସା ନେବେ ଏବଂ ପ୍ରତ୍ୟେକ ପଇସା 12 ମାସରେ ଇନଷ୍ଟଲମେଣ୍ଟରେ ରାଜ୍ୟ ସରକାର ପଇସା ପାଇବେ। ଆମେ ସମସ୍ତେ ବର୍ତ୍ତମାନ ପ୍ରତି ବର୍ଷ ପାଇକି ପୁରାପୁରି ଭାବରେ 1,57,000 କୋଟି ଟଙ୍କା ଓଡ଼ିଶା ରାଜ୍ୟ ହରେଇଲା। ଯଦି ଆମେ କେବଳ ସେ ସୁପ୍ରିମକୋର୍ଟ, ମାନ୍ୟବର ସୁପ୍ରିମକୋର୍ଟର ବିଚାରକୁ ଯଦି ନେଇଥାନ୍ତୁ, ତାହେଲେ 1,57,000 କୋଟି ଟଙ୍କା ଆମେ ପାଇଥାନ୍ତୁ। ତାକୁ ପୁରାପୁରି ଭାବରେ ହରେଇଲୁ। ଆଗାମୀ ଦିନରେ ଆମର ସମସ୍ତ କ୍ଷମତା ବା ଅଧିକାର ଖଣି ଉପରେ, ଯାହା ପ୍ରକୃତି ଆମକୁ ଦେଇଥିଲା, ଆମକୁ ଅନେକ ବ୍ୟବସ୍ଥା ଭିତରେ ପ୍ରକୃତି ଏହାକୁ ଆମକୁ ଦେଇଥିଲା, ଆମେ ତାକୁ ହରେଇଲୁ। ଅଥଚ ଗୋଟିଏ ସରକାର, ମୁଁ କହିବା ଉଚିତ ନୁହେଁ, ଭାଷା ହୁଏତ ଖରାପ ହେଇପାରେ, ଗୋଟେ ଲଜ୍ଜାହୀନ ବେଲଜ୍ଜ ସରକାର, ଯୋଉ ସରକାରରେ ରାଜ୍ୟରେ, ଯୋଉ ସରକାରରେ ନିଜେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ କେଉଁଝର ଜିଲ୍ଲା ଯୋଉଠି ଖଣିଜ ସମ୍ପଦ ଭରି ହେଇକି ରହିଛି, ସେଇ ଅଞ୍ଚଳର ମଧ୍ୟ ସେ ପ୍ରତିନିଧି।
ହୁଁ ଇ ସତ୍ତ୍ୱେ ଆମେ ସମସ୍ତ ସମ୍ପତ୍ତି ନେଇ ତାଙ୍କୁ ଟେକିଦେଲୁ, କେନ୍ଦ୍ର ହାତରେ ଟେକିଦେଲୁ ଏବଂ କେନ୍ଦ୍ର ବର୍ତ୍ତମାନ ମାନେ ରାଜ୍ୟ ସରକାର କହିଲେଣି ଏଥିରେ ଆମର କିଛି କ୍ଷତି ନାହିଁ। ଆଚ୍ଛା ଠିକ ଠିକ ଏଇ ସ୍ୱର ମହାନଦୀ ସମୟରେ ହଁ ଯେତେବେଳେ ମହାନଦୀର ପାଣି ହୁଁ ସମୟରେ ମୁଁ କହିଲି ଯେ ହୁଁ ସଙ୍କଟ ଦେଖାଦେଲାଣି ଏବଂ ମହାନଦୀ ମୃତପ୍ରାୟ ହେଲାଣି, ସେତେବେଳେ ରାଜ୍ୟ ସରକାର ତତ୍କାଳୀନ ରାଜ୍ୟ ସରକାର କହିଲେ ଏଥିରେ କିଛି କ୍ଷତି ହବାର ନାହିଁ, ହୁଁ ଆଜି କାନ୍ଦୁଛନ୍ତି। ଠିକ ନାଇଁ ସେମିତି ଇଏ କଣ ହବ ନା ଆମ ପାଖରୁ ବଡ ଆମାଉଣ୍ଟ ତାଙ୍କର ସେମାନେ ନେଇଯିବେ, ଆମର ଆର୍ଥିକ ସ୍ୱାୟତ୍ତତା ରହିବନି, ଆଉ ମଝିରେ ମଝିରେ ଛେଞ୍ଚେଡା ଭଳିଆ କିଛି କିଛି ଦେବେ ଆଉ କହିବେ ଯେ ଏତିକି ଆମେ ଦେଲୁ ଓଡିଶାକୁ। ବିଲକୁଲ ବିଲକୁଲ ଛେଞ୍ଚେଡା ମଧ୍ୟ ଯାହାକୁ ଦଉଛନ୍ତି ହଁ ସେ ଛେଞ୍ଚେଡାରେ ମଧ୍ୟ କୌଣସି ମାଛର ଅଂଶ ନାହିଁ। ହୁଁ ମାନେ ଯେମିତି ମାନେ କୋଉଠି କଣ୍ଟାଟେ ଅଇଁଠାଟେ କୋଉଠି ରହିଛି, ଟିକେ ଟିକେ ରହିଛି, ହୁଁ ତଳେ ପଡିଛି, ତାକୁ ଗୋଟେଇକିରି ପକେଇ ଦେଇଛନ୍ତି, ହୁଁ ସେଆକୁ ଦଉଛନ୍ତି। ଦୁର୍ଭାଗ୍ୟର କଥା, ହୁଁ ମାନେ ଓଡିଶାରେ ଆମେ ଏତେ ଗର୍ବ ଆମ ଓଡିଶା ଓଡିଆ ପାଇଁକି, ଓଡିଆ ଅସ୍ମିତା ପାଇଁକି ଭାଷଣ ମାରୁଛୁ ଏବଂ ଜଣେ ପୂର୍ବତନ ରାଜ୍ୟପାଳ ମଧ୍ୟ ହୁଁ ଅଛନ୍ତି, ହୁଁ ଭଗବାନ ଦୟାରୁ ଭଗବାନ ତାକୁ ଆହୁରି ଆୟୁଷ ଦିଅନ୍ତୁ, ସେ ବଞ୍ଚିକିରି ଅଛନ୍ତି ଭାରତୀୟ ଜନତା ପାର୍ଟିର। ହୁଁ ସେ ମଧ୍ୟ ଏ ସମ୍ପର୍କରେ ସ୍ୱର ଉତ୍ତୋଳନ କରୁନାହାନ୍ତି, ସେ କେବଳ ସମସ୍ତଙ୍କ ଭିତରେ ଗୋଟେ ଅଜବ ପ୍ରକାର ନୀରବତା ରହିଛି। ପଞ୍ଚାନନ ବାବୁ, ଗୋଟେ କଥା ମୁଁ ଜାଣିବି, ଆମ ଦର୍ଶକ ମାନେ ବି ଜାଣିବା ଉଚିତ ହବ, ଯେମିତି ଆପଣ ଏକଦମ କହିଲେ ଯେ ପ୍ରତ୍ୟେକ ସୁପ୍ରିମ ବ୍ୟକ୍ତି ଜାଣିବା ଉଚିତ ଓଡିଶାର। ନିଶ୍ଚୟ ନିଶ୍ଚୟ ଏ ଓଡିଶାର ବିଷୟରେ ଯେତେ ଅଧିକ ଚର୍ଚ୍ଚା ହବ ସେତେ ବିଲ- ଲୋକଙ୍କର ବିଲଙ୍ଗିଂନେସ୍ ନାହିଁ, ତେଣୁକରି କିଏ କଣ ନେଇଗଲା, ଛଡେଇ ନେଲା କି ଗଲା ଭାରି, ତାକୁ ନେଇ ଆମେ ବ୍ୟଥିତ ବି ନୁହଁ, ଆନ୍ଦୋଳିତ ବି ବିଲକୁଲ ନୁହଁ। ଆଜ୍ଞା ଇଏ ଇଏ- ପଞ୍ଚାନନ ବାବୁ, ଟିକେ ଜାଣିବି, ଯେମିତି ହଁ, ଆପଣ ସୂଚନା ଦେଲେ ଯେ 2024ରେ ସୁପ୍ରିମକୋର୍ଟଙ୍କର ଯୋଉ ରାୟ ଆସିଲା ଆଜ୍ଞା ମିନେରାଲ ଏରିଆ ଡେଭଲପମେଣ୍ଟ ଆଣ୍ଡ ଅଥରିଟି ବନାମ ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ ମାମଲାରେ ଗୋଟେ ଆଜ୍ଞା ଐତିହାସିକ ରାୟ ଆସିଥିଲା। ସେଇ ରାୟ କ୍ରମରେ ଯେମିତି ଆପଣ କହିଲେ ପିଛିଲା ଭାବରେ ବା ବକେୟା ଅନୁସାରେ ଆମକୁ ପ୍ରାୟ ଲକ୍ଷେ କୋଟି ଟଙ୍କାର ଆମକୁ ମିଳିଥାନ୍ତା, ହଁ, ଆମାଉଣ୍ଟ ମିଳିଥାନ୍ତା। ଏବଂ ଆଜ୍ଞା। ଏବେ ଯୋଉ ଯୋଡିଲେ ନୂତନ ଧାରା ଯୋଉ 9D ନାଇଁ କୁ ନାଇଁ, ନେଇକରି ବର୍ତ୍ତମାନ ମୁଁ ମନରୁ କହୁନି, ଝାଡଖଣ୍ଡ ମଧ୍ୟ ହଁ ସେଇ ପରିମାଣରେ କାର୍ଯ୍ୟ କରିକିରି ଆଦାୟ କରିସାରିଛି। ତ ଆମେ ଆମେ ଝାଡଖଣ୍ଡ ସେତିକ ଠାରୁ ବି ଆଉ ଟିକେ ଆଦାୟ ଅଧିକ କଲେନି। ପାଇଥାନ୍ତୁ, ତ 1,57,000 କୋଟି ଆମେ ଟଙ୍କା ଆମେ ତାର ପାଇଥାନ୍ତୁ। ଅର୍ଥ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆମେ ତାକୁ ଆଦାୟ କଲୁ ନାହିଁ, ନା, ବକେୟା ବି ଆମର ଲସ୍ ହେଲା। ଏବଂ ବାର୍ଷିକ ଆନୁମାନିକ କେତେ ଆମେ ଲସ୍ କରିବାକୁ ଯାଉଛୁ ଏଇ ଯୋଉ ସତ- ନୂଆ ସତ- ଧାରା 9D କୁ ଯୋଡିବା ପରେ, କଣ ଲସ୍ ହବ ବାର୍ଷିକ ଟିକେ ଆମର ମୁଁ ଆମାଉଣ୍ଟ? ନିଶ୍ଚିତ ଯେ ହଁ 17,000ରୁ 20,000 କୋଟି ଟଙ୍କା ପ୍ରତି ବର୍ଷ ଆମେ ଆଚ୍ଛା ବର୍ତ୍ତମାନ ଯେତିକି ଉତ୍ତୋଳନ କରୁଛୁ ଖଣିଜ ସମ୍ପଦ, ହୁଁ ସେତିକି କଲେ ମଧ୍ୟ ହୁଁ 17ରୁ 20,000 କୋଟି ଟଙ୍କା ଆମେ ପ୍ରତିବର୍ଷ ହରାଇବୁ। ହୁଁ ମାନେ ଏତେ ବଡ ଆମାଉଣ୍ଟ, ଯୋଉଟା ଏଇଟା ଏକ ରାଜନୀତିର ପ୍ରସଙ୍ଗ ନୁହେଁ, ଏ ଅର୍ଥନୀତିର ବି ପ୍ରସଙ୍ଗ, ଇଏ ଆଜ୍ଞା ଅସ୍ମିତାର ବି ପ୍ରସଙ୍ଗ। ପଞ୍ଚାନନ ବାବୁ, ଯୋଉ କଥାଟି ବର୍ତ୍ତମାନ କୁହାଯାଉଛି ଏବଂ କିଛି ମିଡିଆ ରିପୋର୍ଟ ମଧ୍ୟ ଆସିଛି, ଟିକେ ଡିଟେଲ ଆସିବା ବାକି ରହିଛି, ଯେ ଏଥିରେ ରେୟାର ଯୋଉ ଷ୍ଟ୍ରାଟେଜିକ ମିନେରାଲ୍ସ ରହିଛି ସେ କ୍ଷେତ୍ରରେ ମଧ୍ୟ ଏ କଥା କରାଯିବ। ତାର ଅର୍ଥ ଯୋଉଗୁଡିକ ଓଡିଶାରେ ମାନେ କ୍ରମାଗତ ଭାବରେ ଯାହା ଯାଏ, ସେ କ୍ରୋମାଇଟ ହେଲା କି ବକ୍ସାଇଟ ହେଲା, ଏ ସବୁ ଚଢା, ଗ୍ରାଫାଇଟ ହେଲା, ନିକଲ ହେଲା, ଏଗୁଡିକ ଯୋଉଟା ରେୟାର ଷ୍ଟ୍ରାଟେଜିକ ମିନେରାଲ, ସେ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହବ। ତାର ଅର୍ଥ ଆମେ ଯେତିକି ଆପଣ ଆମାଉଣ୍ଟ କହୁଛନ୍ତି ତାଠାରୁ ଆହୁରି ବହୁତ କିଛି ଆମେ ହରେଇବାକୁ ଯାଉଛୁ। ମୁଁ କାହିଁ କହୁଛି ହଁ ଯେ ଆମର ଯୋଉ ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ହଁ ଆଇ- ଆମ ରାଜ୍ୟ ପାଇଁକି ଯୋଉ ଆଇଟମ ନମ୍ବର 49, ହଁ ସେଥିରେ ଯୋଉ ଶବ୍ଦଟି ରହିଥିଲା ହୁଁ ଯେ ଆମେ ଲ୍ୟାଣ୍ଡ ଉପରେ, ରାଜ୍ୟ ଲ୍ୟାଣ୍ଡ ଉପରେ, ଲ୍ୟାଣ୍ଡ ଆଣ୍ଡ ବିଲ୍ଡିଂ ହଁ ଉପରେ ଆମେ ଆମର ଟିକସ ବସେଇ ପାରିବୁ, ହୁଁ ହୁଁ ସେଇ ଧାରା 49ଟିକୁ ହୁଁ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ତା ହାତକୁ ନେଇଗଲା। ହୁଁ ଆଚ୍ଛା, ଫଳରେ ଆଉ କିଛି ଦିନ ପରେ ଆମର ଅରବାନ ରେ ହଉଥିବା ଯୋଉ କୋଠାବାଡି, ତା ହୁଁ ଉପରେ ମଧ୍ୟ ଟିକସ ଆଦାୟ କରିବାର କ୍ଷମତା ନେଇଯିବ, କେନ୍ଦ୍ର ହାତକୁ ନେଇଯିବ। ହୁଁ ଏ ସବୁ ଦୃଷ୍ଟିରୁ ଆମେ ପୁରାପୁରି ଭାବରେ ଗୋଟିଏ ଦାସ ହେଇକିରି ରହିବା, କେନ୍ଦ୍ର ପାଖରେ ଦାସତ୍ୱ ସ୍ୱୀକାର କରିବା, ଏ ହୁଁ ବ୍ୟବସ୍ଥା ଖୁବ ଶୀଘ୍ର ଆସିଯାଇପାରେ। ଆଜ୍ଞା ଇଏ ବୋଧ ହୁଏ ଡବଲ ଇଞ୍ଜିନ ର ସବୁଠୁ ବଡ ଘାତକ ପରିଣତି, ଯେ ରାଜ୍ୟ କ୍ଷତି ସହିବ, ରାଜ୍ୟର ସ୍ୱାର୍ଥ ହାନି ହବ, କିନ୍ତୁ ଆମେ କିଛି କହିପାରୁନଥିବୁ ବା କିଛି କହିବୁ ନାହିଁ। ନାଇଁ, କିଛି କରୁନାହୁଁ, କରିପାରିବୁ ନାହିଁ ନୁହେଁ, ନାଇଁ ମୁଁ କହିବୁ ନାହିଁ, କିଛି କରିପାରିବାର କହିବୁ କ୍ଷମତା, ନାହିଁ। ଆଜ୍ଞା କରିପାରିବାର ଆଜିର କ୍ଷମତା ଅଛି ଆମ ପାଖରେ, ହଁ ଯେ ତୁରନ୍ତ ସାରା ରାଜ୍ୟରେ ହୁଁ ଆନ୍ଦୋଳନ ହେଇକିରି ବର୍ତ୍ତମାନ ଥିବା ରାଜ୍ୟର ଯୋଉ ସରକାର ଅଛି ତାକୁ ତଣ୍ଟିଆ ଦେଇକି ବିଦା କରିବାର ଅଛି।
ମୋ ଭାଷାରେ ତାକୁ ସେ ପୁରା ସରकारକୁ ତଣ୍ଟିଆ ଦେଇକିରି ଆମେ ବିଦା କରିବାର ଅଛି, କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପେକ୍ଷା ନ କରିକିରି। ତାହେଲେ ଜଣା ପଡିଯିବ ଯେ ଓଡିଶାରେ ଗୋଟେ ବଡ ଅସ୍ମିତା, ଓଡିଶା ଭିତରେ ଗୋଟେ ଗର୍ବ ଅଛି, ବା ଓଡିଶାର ନିଜ ସ୍ୱାର୍ଥ ପାଇଁ ଓଡିଶାବାସୀଙ୍କ ଭିତରେ ଗୋଟେ ଅଛି ଚିନ୍ତା ବା ଚେତନା ଅଛି। ଆଜ୍ଞା ପଞ୍ଚାନନ ବାବୁ, ଯଦି ଆମେ ଦେଖିବା ଖଣିଜ ସମ୍ପଦ ଆମ ପାଇଁ ଯେତିକି ଆଶୀର୍ବାଦ, ତାଠାରୁ ଅନେକ ସମୟରେ ଯାହା ଘଟଣା ଘଟିଯାଏ ତାହା ଅଭିଶାପ ଠାରୁ ମଧ୍ୟ କମ ନୁହେଁ। ଶୋଷଣ ଯେତିକି, ବିସ୍ଥାପନର ଦୁଃଖ ସେତିକି, ପରିବେଶଗତ ଚ୍ୟାଲେଞ୍ଜ ସେତିକି ଆସିଛି। କିନ୍ତୁ ବର୍ତ୍ତମାନ ଆମେ ଅର୍ଥ ବି ହରଉଛୁ। ଗୋଟେ ପାର୍ଟରେ ଥିଲା ଯେ ସବୁ ସତ୍ତ୍ୱେ ଆମକୁ ଅର୍ଥ ମିଳୁଥିଲା, ଅବଶ୍ୟ ସେ ଅଞ୍ଚଳ ସେଥିରେ ଲାଭାନ୍ୱିତ ହେଉନଥିଲା, କିନ୍ତୁ ଅର୍ଥ ମିଳୁଥିଲା, ରାଜ୍ୟ ତହବିଲକୁ ଅର୍ଥ ଆସୁଥିଲା। ଏବେ ଆମେ ଚାରିଆଡୁ କେବଳ ସମସ୍ୟାକୁ ହିଁ ସାମ୍ନା କରିବା। ନିଶ୍ଚୟ ଆମେ ହାତକୁ ଟେକି ଦେଇକି ଅନ୍ୟ ହାତକୁ କୁଲାଇ ଟେକିଦବା, ହାତ ପାତିକି ମାଗିବା। ଏଇ ଯେ କଥା ଓଡିଆ ଭାଷାରେ ଯୋଉ କଥା ଅଛି, ଆମେ ସେଇ ବ୍ୟବସ୍ଥା ଭିତରେ ପଡି ଯାଇଛୁ। ପ୍ରଥମେ ଆମେ ଜିଏସଟି ହରେଇଲୁ, ଆମେ ଯୋଉ ଟିକସ ଆଦାୟ କରିବାର କ୍ଷମତା ତାକୁ ହରେଇଲୁ। ସେ ସମସ୍ତ କ୍ଷମତା ଗଲା କେନ୍ଦ୍ର ହାତକୁ। କେନ୍ଦ୍ର ଭାଗ ବାଣ୍ଟିକିରି ମାନେ ଯଦି ପାଇଲା 18% ପାଇଲା, ଆମକୁ 9% ଦବ, 12% ପାଇଲେ ଆମକୁ 6% ଦବ। ମାନେ ସିଏ ଅଧା ନବ, ଆମେ ଅଧା ଦବ। ଏ ହେଲା ଜିଏସଟି ର ଗୋଟେ ବ୍ୟବସ୍ଥା। ଆଜ୍ଞା, ବିଭିନ୍ନ ପ୍ରକାର ସେସ୍ ଲଗା ହେଇଛି। ସେସ୍ ରେ ରାଜ୍ୟର ଭାଗ ନାହିଁ, କେନ୍ଦ୍ରୀୟ ପୁଲ ରୁ ରାଜ୍ୟର ଅଂଶ କମି କମି ଚାଲିଛି। ବିଭିନ୍ନ ସୋସିଆଲ ସେକ୍ଟରରେ ବି କମୁଛି, ସେ ସବୁ ତ ଆମେ ଦେଖୁଛେ। କିନ୍ତୁ ଏଇ ଯୋଉ ଜିନିଷଟି ପୁରା ପରିଷ୍କାର ଦେଖାଯିବା ସତ୍ତ୍ୱେ ରାଜ୍ୟ ସରକାର କେମିତି କହୁଛନ୍ତି ଯେ କିଛି ଅସୁବିଧା ହବ ନାହିଁ ବୋଲି ରାଜ୍ୟର? ରାଜ୍ୟ ସରକାର କହୁଛନ୍ତି, ସେଠି 20 ଜଣ ପାର୍ଲାମେଣ୍ଟ ମେମ୍ବର ଯିଏ ଏଠିକାର ଲୋକ ପ୍ରତିନିଧି ଦେଇକି ଯାଇଛନ୍ତି, ତାଙ୍କ ମୁହଁରେ ଟିକେ ଲାଜ ଦେବା ଉଚିତ। ମତେ ସେମାନେ ଯଦି କୌଣସି କାରଣରୁ କରନ୍ତି, ଲୋକସଭାରେ ନିଅନ୍ତି ବା ବିଧାନ କୌଣସି ଭାବରେ ମତେ ମୋ ବିରୁଦ୍ଧରେ କୌଣସି ଆକ୍ସନ ନେବା ପାଇଁ ଚାହାନ୍ତି, ମୁଁ ବହୁତ ଖୁସି ହେବି ଯେ ରାଜ୍ୟ ପାଇଁ କି ଗୋଟେ ଅନ୍ତତଃ ମୁଁ କହିକିରି ବିପଦ, ମୁଁ ଅନ୍ତତଃ କଣ ଗୋଟେ ବିପଦକୁ ଟାଣିକି ଆଣିଛି। ମାନେ ଗୋଟେ ଲଜ୍ଜାହୀନ ବ୍ୟବସ୍ଥା ଏ ରାଜ୍ୟରେ ରହିଛି, ଏ କଥାକୁ ସହ୍ୟ କରିପାରୁଥିବା ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ଅପମାନିତ ହବା ଉଚିତ, ନିଜ ଭିତରେ ଅପମାନ ବୋଧ ରହିବା ଉଚିତ। ମାନେ କେବଳ ଆମେ ଦେଖୁଛୁ ଯେ 20 ସାଂସଦଙ୍କର କେବଳ ଫଟୋ ସୁଟ୍ ହଉଛି, ସେଇତିକ ଆସୁଛି, ଅଦରୱାଇଜ ରାଜ୍ୟ ସ୍ୱାର୍ଥରେ କୌଣସି ପ୍ରସଙ୍ଗ ଆସୁନାହିଁ। ଆପଣଙ୍କୁ ରାଷ୍ଟ୍ରପତିଙ୍କ ଠାରୁ କୌଣସି ଆଶା ଅଛି? କାରଣ ରାଜ୍ୟସଭାରେ ବି ପାରିତ ହେଇଗଲା, ଏବେ ଗୋଟିଏ ଜାଗା ଅଛି। ରାଷ୍ଟ୍ରପତିଙ୍କ ପାଖରୁ କିଛି ଆଶା ଅଛି? କିଛି ଆଶା ନାହିଁ, ରାଷ୍ଟ୍ରପତିଙ୍କ ପାଖରେ ମୋର କିଛି ଆଶା ନାହିଁ। କାରଣ ରାଷ୍ଟ୍ରପତି ବର୍ତ୍ତମାନ ରାଜନୈତିକ ପ୍ରକ୍ରିୟା ଭିତରେ କାର୍ଯ୍ୟ କରୁଥିବା ମୁଁ ଲକ୍ଷ୍ୟ କରୁଛି। ଆମର ବାଚସ୍ପତି ମାନେ ଏବଂ ରାଷ୍ଟ୍ରପତି ହଉଛନ୍ତି ସେଇ ଜିଲ୍ଲାର ଲୋକ, ମୟୂରଭଞ୍ଜ ଜିଲ୍ଲାର ଲୋକ, ଯୋଉ ଜିଲ୍ଲାର ସମସ୍ତ ସମ୍ପତ୍ତି ଗତ 100 ବର୍ଷ 70-80 ବର୍ଷ ଭିତରେ ଲୁଟ କରି ନେଇଛି। ଯୋଡି ଟାଟା କମ୍ପାନୀ ଏବଂ ଅନ୍ୟାନ୍ୟ କମ୍ପାନୀ ମାନେ ଲୁଟ କରି ନେଇଛନ୍ତି, ଏବଂ ସେ ଅଞ୍ଚଳଟି ସବୁଠାରୁ ବଡ ଦୁର୍ଭାଗ୍ୟଜନକ ସ୍ଥିତି ଭିତରେ ଅଛି। ମୟୂରଭଞ୍ଜ ବର୍ତ୍ତମାନ କେଉଁଝରକୁ ତାହା ବ୍ୟାପିଲାଣି। ଆମେ ସେଇ ଯୋଉ ଦି ଅଞ୍ଚଳ ଭିତରେ ଯୋଉଠି ଖଣିଜ ସମ୍ପଦ ପ୍ରକୃତି ଭର୍ତ୍ତିକି ରଖିଥିଲା, ସେ ସବୁ ସମ୍ପତ୍ତି ବର୍ତ୍ତମାନ ଲୁଟ ହବାରେ ଲାଗିଛି। ଗୋଟାକ ତ ଲୁଟ ହେଇଯାଇଛି। ମୟୂରଭଞ୍ଜ ଯୋଉ ଅଞ୍ଚଳର ପ୍ରତିନିଧି ହଉଛନ୍ତି ରାଷ୍ଟ୍ରପତି ନିଜେ। ମୁଁ ତ ଆଶା କରିବି ରାଷ୍ଟ୍ରପତି ଯଦି ଏଇ କ୍ଷେତ୍ରରେ ତାଙ୍କର ସମସ୍ତ ବ୍ୟବସ୍ଥାକୁ ଜାହିର କରିପାରିବେ, କାରଣ ଯୋଉ ବିଲ୍ ଥିବ ତାଙ୍କ ପାଖରେ କରିବା ପାଇଁ କି, ସେଥିରେ ସଂଶୋଧନକୁ କରେଇକିରି ବ୍ୟବସ୍ଥା କରିକିରି ଯଦି କିଛି କରିପାରିବେ, ତାହେଲେ ତ ମୁଁ ଭାବୁଛି ପ୍ରକୃତରେ ସେ ମାଟିର ସନ୍ତାନ, ଏବଂ ଆମେ ତାଙ୍କ ପାଇଁ ଗର୍ବ କରିବା ଉଚିତ। ପୂର୍ବରୁ ଝାଡଖଣ୍ଡରେ ଗୋଟେ ଏମିତି ଘଟଣା ଅଛି ଯୋଉଥିରେ ରାଷ୍ଟ୍ରପତି, ବର୍ତ୍ତମାନର ରାଷ୍ଟ୍ରପତି ପୂର୍ବତନ ରାଜ୍ୟପାଳ ହିସାବରେ ସେ ଦାୟିତ୍ୱ ତୁଲେଇଲା ବେଳେ ଗୋଟିଏ ତାଙ୍କର ଷ୍ଟାଣ୍ଡ ଥିଲା। ସେ ଷ୍ଟାଣ୍ଡକୁ ଯଦି ପୁଣି ଥରେ ନିଜେ ମନେ ପକେଇବା ଆଉ କିଛି ଓଡିଶା ସପକ୍ଷରେ କିଛି କଥା ହବ, ତାହେଲେ ଭଲ କଥା। କିନ୍ତୁ ଓଡିଶା ସପକ୍ଷ କହୁନି, ଏକ ଦାରିଦ୍ର୍ୟ ଅଭାବୀ ଅନାଟନୀ ବ୍ୟବସ୍ଥାକୁ ଆପଣେଇ ନେଇଥିବା ଗୋଟେ ଅଞ୍ଚଳ, ଗୋଟିଏ ଗୋଷ୍ଠୀ, ଆଦିବାସୀ ଗୋଷ୍ଠୀ, ତାଙ୍କୁ ସୁରକ୍ଷିତ କରିବା ପାଇଁ କି ଯଦି ମହାମାନ୍ୟ ରାଷ୍ଟ୍ରପତି କୌଣସି କାର୍ଯ୍ୟ କରନ୍ତି, ତାହେଲେ ମୁଁ ଗର୍ବ କରିବି। ଯଦି ନ କରନ୍ତି,
ତାହେଲେ ମତେ ଦୁଃଖ ହବାକୁ ପଡିବ ଯେ ସେ ମଧ୍ୟ ଏ ମାଟିର ସନ୍ତାନ ଥିଲେ ବୋଲିକିରି ସେ କୌଣସି ଗର୍ବ କରିବାର ତାଙ୍କ ପାଖରେ ଅଧିକାର ନାହିଁ ବୋଲି ମୁଁ ଚିତ୍କାର କରିକି ଚାରିଆଡେ ବୁଲିକିରି କହିବି। ଆଜ୍ଞା ଏବେ ଆମେ ଦେଖୁଛେ ବିଭିନ୍ନ ଜାଗାରେ ଇଏ ତ ବର୍ଷ ବର୍ଷର କଥା ଆଦିବାସୀ ବହୁଳ ଅଞ୍ଚଳ ମାନଙ୍କରେ ସେମାନଙ୍କର ବିରୋଧ ପ୍ରତିରୋଧ ଚାଲିଛି। ସେମାନେ ଆଖି ଆଗରେ ଦେଖୁଛନ୍ତି ତାଙ୍କ ଅଞ୍ଚଳ ଉପରେ ବାହାର ଲୋକଙ୍କର ରାଜୁତି ଆରମ୍ଭ ହେଇଛି। ପୂର୍ବରୁ ଶିଳ୍ପପତି ଆସୁଥିଲେ କିନ୍ତୁ ସେଇ ଏବେ ଅଞ୍ଚଳ ଶିଳ୍ପପତିଙ୍କର ଆସିବା ଯିବା ବଢିଛି। ତ ଇଏ ସୁପ୍ରିୟା, ଯୋଉ ଆଜ୍ଞା ସେଇ ଅଞ୍ଚଳକୁ ଲୁଟ କରିବା ପାଇଁ କି ଆଦାନୀ ଅମ୍ବାନୀ ଆଉ ସେ ଯୋଉ ଅଛି ଅଗ୍ରୱାଲା, ଅନିଲ ଅଗ୍ରୱାଲା, ହୁଁ ସେମାନଙ୍କ ହାତକୁ ଟେକି ଦେବା ପାଇଁ କି ଏଠିକାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ପେସା ଆକ୍ଟ ମଧ୍ୟ ଲାଗୁ କଲେ ନାହିଁ। ହୁଁ ଯୋଉ କଥା କହିଥିଲେ ଆଜ୍ଞା ହୁଁ ପେସା ଆକ୍ଟ ଲାଗୁ କରିଥିଲେ ସେ ଅଞ୍ଚଳ ଲୋକଙ୍କର ଅନୁମତି ନିଆଯାଇଥାନ୍ତା, ହୁଁ ତା ବି କଲେ ନାହିଁ। ଆମେ ଭାବୁଛୁ ଏବେ ଏବେ ଆକୁ ମ୍ୟାନିଫେଷ୍ଟୋରେ ଲୁଟ କରିବା ଲୋକଙ୍କୁ ପାଇଁ ବର୍ତ୍ତମାନ ମ୍ୟାନିଫେଷ୍ଟୋରେ ଆମକୁ ଗ୍ୟାରେଣ୍ଟି ଦେଇ ନଥିଲେ, ବୋଧେ ଆଉ କାହାକୁ ଗ୍ୟାରେଣ୍ଟି ଦେଇଥିଲେ, ସେଥିପାଇଁ ପରିସ୍ଥିତି ଏମିତିଆ ରହିଛି। ତ ଗୋଟେ କଥା, ଯେତେବେଳେ ଏଭଳି ଏକ ନିଷ୍ପତ୍ତି ଆସୁଛି, ସଂଶୋଧନ କରୁଛନ୍ତି, ସେଥିରେ ସଂଘୀୟ ବ୍ୟବସ୍ଥା, ଆମେ ଇକୋନୋମିକ ଅଟୋନୋମି କଥା ବିଜୁ ବାବୁଙ୍କ ଅମଳରୁ ଏ କଥା ଉଠିଥିଲା, ସେ ପ୍ରସଙ୍ଗ ତ ଛାଡନ୍ତୁ। ଏଇସବୁ କେତେ ଗୁଡିଏ ଦିଗକୁ ସମ୍ପୂର୍ଣ୍ଣ ଅବହେଳା କରିଦେଇକିରି କେନ୍ଦ୍ର ସରକାର ଏଭଳି ଏକ ବିଲ୍ ଆଣୁଛନ୍ତି କେମିତି? କେନ୍ଦ୍ର ସରକାର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ ସେ ଯୋଉ ଆମ୍ବାନୀ ଅମ୍ବାନୀ ଆଉ ସେ ଯୋଉ ଅଛି ଆମର ଇଏ କାହାର ବେଦାନ୍ତର ଅନିଲ ଅଗ୍ରୱାଲା, ସେଇ ଯୋଉ 500ଟି ମାନେ କର୍ପୋରେଟ ହାଉସକୁ ତାକୁ କେତେ ଅଧିକ ସମ୍ପତ୍ତି ଦେଇପାରିବେ ଏବଂ ତାଙ୍କୁ ସେ ଲୁଟୁଥିବା ସମ୍ପତ୍ତିରୁ କେତେ ନିଜେ ଆଣିକିରି ଦଳୀୟ କାର୍ଯ୍ୟରେ ଲଗେଇ ପାରିବେ, ଭୋଟରେ ଲଗେଇ ପାରିବେ, ନିର୍ବାଚନରେ ଜିତି ପାରିବେ, ସେଇ ପ୍ରକ୍ରିୟାରେ ସେ ବର୍ତ୍ତମାନ ଅଛନ୍ତି। କେନ୍ଦ୍ର ସରକାରର ଯୋଉ ମୋଦି ଶାହା ସଚୋଟ ଏବଂ ସବୁଠାରୁ ମାନେ କୁହାଯାଉଥିବା ସାଧୁ ସନ୍ଥ ହିମାଳୟରେ ଜୀବନ କାଟିଥିବା ବ୍ୟକ୍ତିମାନେ ସେଇମାନେ ଏ କାର୍ଯ୍ୟ କରୁଛନ୍ତି। ଆଜ୍ଞା ଆମର ଯୋଉ 20 ସାଂସଦ ଅଛନ୍ତି ତାଙ୍କ ଭିତରୁ ପୂର୍ବତନ ମନ୍ତ୍ରୀ ଅଛନ୍ତି, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଏପର୍ଯ୍ୟନ୍ତ ଅଛନ୍ତି, ବହୁତ ଆଦିବାସୀ ବହୁଳ ଅଞ୍ଚଳକୁ ରିପ୍ରେଜେଣ୍ଟ କରୁଥିବା ସାଂସଦ ଯାଇଛନ୍ତି, ଆଉ ବହୁତ ଜ୍ଞାନୀ ଗୁଣୀ ଯୋଉମାନେ ବେଷ୍ଟ ପାର୍ଲାମେଣ୍ଟାରିଆନ ସେମାନେ ସବୁ ଅଛନ୍ତି, କିନ୍ତୁ ଓଡ଼ିଶାର ସ୍ୱାର୍ଥ ବେଳକୁ କାହାର ପାଟି ଶୁଭୁ ନାହିଁ। କିନ୍ତୁ ଆପଣ ମାନେ ଯୋଉ ରାଜନୈତିକ ଦଳ ରହିଲେ, ପ୍ରମୁଖ ରାଜନୈତିକ ଦଳ ରାଜ୍ୟରେ ରହିଲେ, ଆପଣ ମାନଙ୍କର କେବଳ ପ୍ରେସ ମିଟ୍ ଭିତରେ କଥା ସୀମିତ ରହିବ ନା ଆଗାମୀ କିଛି ପଦକ୍ଷେପ ନେବା ପାଇଁ ଯାଉଛନ୍ତି? ଇଏ ନାଇଁ ଛୋଟିଆ ନାଇଁ, ପ୍ରସଙ୍ଗ ନୁହେଁ। ଆଜ୍ଞା ବିଲକୁଲ ଠିକ କୁହାଯାଇଛି। ଆମେ ପ୍ରେସ ମିଟ୍ କରିବା ବ୍ୟତୀତ ରାଜନୈତିକ ଦଳ ମାନେ ବର୍ତ୍ତମାନ ଆଉ କିଛି ଏପର୍ଯ୍ୟନ୍ତ କରିନାହୁଁ ବା କରୁନାହୁଁ। ମୋର ବିଶ୍ୱାସ ଏ କଥାଟି ଟେକଅପ୍ କେବଳ କରିପାରିବେ ସେ ଯୋଉ ଯୁବକ ମାନେ ଯାହାଙ୍କର ଭବିଷ୍ୟତ ନିର୍ଭର କରୁଛି। ଆମେ ମାନେ କ୍ଷମତା ଭିତରେ ବାନ୍ଧି ହେଇକି ରହିଛୁ ବୋଲିକି ଯୋଉମାନେ ବିଚାର କରିବେ, ସେମାନେ ଯଦି ପ୍ରକୃତରେ ପଦାକୁ ଆସନ୍ତି, ସେଇ ଯୋଉ ଆନ୍ଦୋଳନକୁ ଆସନ୍ତି, ଯେମିତି ଭାବରେ ଆମେ କୋଉଠି ଦିଲ୍ଲୀରେ ଆମେ ଗୋଟେ ଭଲ ଆପଣ ଭାବରେ ଆଶା କରୁଛନ୍ତି ଯେ ଏଥିରେ ପିଲାମାନେ ଆସିବେ ବୋଲି? ଆପଣ ଆଦିବାସୀ ବହୁଳ ଅଞ୍ଚଳର ଲଢେଇରେ କେତୋଟି ଭୁବନେଶ୍ୱରର ପିଲା ଯାଇକିରି ଯୋଗଦାନ ଦଉଛନ୍ତି, କେତୋଟି ଭୁବନେଶ୍ୱରର ନେତା ଯାଇକି ଯୋଗଦାନ ଦଉଛନ୍ତି, ନାଇଁ ନାଇଁ ସେମାନେ ତାଙ୍କ ଲଢେଇ ଲଢୁଛନ୍ତି। ନାଇଁ ଦୁର୍ଭାଗ୍ୟର କଥା, ସେମାନେ ସେଠିକି ଯାଇନାହାନ୍ତି ବା ଏପର୍ଯ୍ୟନ୍ତ ସେ ପଟୁ ଯାଇନାହାନ୍ତି। ନ ଯିବେ ବୋଲିକି ସେମିତି କହିହବ ନାହିଁ। ଏବଂ ସବୁ ରାଜନୈତିକ ଦଳ ମାନଙ୍କୁ ଯାହା ହଉ ଆଜି ଦିନରେ ମୁଁ ଗୋଟେ କାଲି ପ୍ରେସ ମିଟ୍ କରିଥିଲି, କିନ୍ତୁ ସେ ପ୍ରେସ ଆଜ୍ଞା ମିଟ୍ ରେ ଏବଂ ସେ ପ୍ରେସ ମିଟ୍ କୁ ମଧ୍ୟ ଦୁର୍ଭାଗ୍ୟର ସହିତ କୌଣସି ଖବର କାଗଜ ବା କୌଣସି ଯୋଉ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ ଯଥାର୍ଥ ଭାବରେ ତାକୁ ସାମ୍ନାକୁ ନେଲେ ନାହିଁ। କାରଣ ମୁଁ ବିଚାର କରେ ଯେ କେମିତି ଯେମିତି ସମସ୍ତଙ୍କର ଇଚ୍ଛା ଏ ରାଜ୍ୟର ସମସ୍ତ ସମ୍ପତ୍ତି ନେଇଯାଆନ୍ତୁ, ଦଳେ ଲୁଟିକିରି ନେଇଯାଆନ୍ତୁ। ବହୁତ ଲୋକଙ୍କର ତ ଏଇ ଧାରଣା ରହିଛି ଯେ ଖଣିଜ ସମ୍ପଦ ଆଉ କଣ ମାଟି ତଳେ ରହୁଥିବ ନା କଣ, ସେ ତ ତାର ବ୍ୟବହାର ହବ, କିନ୍ତୁ ମାଟି ତଳେ ନାଇଁ ରହିବା, ଶୁଣ, ତାର ବ୍ୟବହାର ହେବ ଏବଂ ରେସ୍ପନ୍ସିବୁଲ ବ୍ୟବହାର ଭିତରେ ଫରକ ଅଛି ନା। ମୁଁ ବାରମ୍ବାର ସୁପ୍ରିୟା କଥା କହିଛି ଯେ ମାଟି ତଳେ ଥିବା ସମ୍ପଦ ମଧ୍ୟ ଆମର ଆବଶ୍ୟକ ବେଳେ କାର୍ଯ୍ୟରେ ଲାଗିବା ଦରକାର। କିନ୍ତୁ ଆମ ଘରର ପରମ୍ପରା ହଉଛି ଆମେ ପ୍ରଥମେ ଯାହା ଓଳିଆରେ ବାନ୍ଧିଥାଉ ବା ସିନ୍ଦୁକରେ ରଖିଥାଉ ବା ଆମ ଆଲମିରାରେ ରଖିଥାଉ, ତାକୁ ବ୍ୟବହାର କରୁ। ତାକୁ ବ୍ୟବହାର କରିକିରି ଯଦି ଆମେ ଉନ୍ନତି କରିପାରିଲୁ ତାହେଲେ ଠିକ ଅଛି। ତାପରେ ଯାଇ ଆମେ ଖଣି ଖୋଳୁ। ଖଣିରେ ଯୋଉ ଧାନ ପଡିଥାଏ ତା ପରବର୍ତ୍ତୀ ଅବସ୍ଥାରେ ଖଣିରୁ ଖୋଳାଯାଏ। ମୋ କଥା ବୁଝି ହଉଛି? ଆଜ୍ଞା ଆମେ ଡୋଲିରେ ଥାଏ ତାକୁ ବ୍ୟବହାର କରୁ, ଆମେ ଯୋଉ ଓଳିଆରେ ବନ୍ଧା ହେଇଥାଏ ତାକୁ ବ୍ୟବହାର କରୁ, ସେ ସବୁ ସରିଲା ପରେ ଖଣିକି ଯାଉ। କିନ୍ତୁ ବର୍ତ୍ତମାନ ତ ଆମେ ସବୁ ପୁରା ଖଣି ତ ଆମେ ଆଉ ନଉନୁ, ଖଣି ଆମ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଗଲାଣି।
ହୁଁ ଖଣିରୁ ଯାହା ଖୋଳା ହଉଛି ହବ ହୁଁ ତାହା ଆମ ସପକ୍ଷରେ ବା ଆମକୁ ବଞ୍ଚେଇବା ପାଇଁ କାର୍ଯ୍ୟ କରାହେବ ନାହିଁ, ଆମକୁ ଖତମ କରିବା ପାଇଁ ସେ କାର୍ଯ୍ୟରେ ଲାଗିବ। ଆଜ୍ଞା। ଖଣି ଅଞ୍ଚଳର ଲୋକ ରୋଗ ଶୋକକୁ ସାମ୍ନା କରିବେ ଏବଂ ଗୋଟେ କଥା ପଞ୍ଚାନନ ବାବୁ, ଆଗାମୀ ସମୟରେ ଆମର ରାଜ୍ୟ ଅର୍ଥନୀତି କୁଆଡକୁ ଯିବ? ଯେଉଁ ଖଣି ପଇସାର ଦମ୍ଭରେ ରାଜ୍ୟ ଆଜି ସୁଭଦ୍ରା, କାଲି କାଳିଆ, କାଳି ବଳଭଦ୍ର ଏସବୁ କଥା ଚିନ୍ତା କରନ୍ତି, ଆଜି ଆଗାମୀ ସମୟରେ କଣ କରିବାକୁ ଯିବେ? ଆମର ଯୋଉ ନର୍ମାଲ ଚଳିବା ପାଇଁ ରାଜ୍ୟ ସରକାରଙ୍କର ଯୋଉ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ତାହା ଚଳିବା ପାଇଁ ତହବିଲର ସାମର୍ଥ୍ୟ ରହିବ ତ? କାରଣ ଆମେ ଯାହା କିଛି କରୁ ଖଣି ଅଞ୍ଚଳର ଦମ୍ଭରେ କରୁ, ଖଣି ପଇସାର ଦମ୍ଭରେ କରୁ, ଆଉ ତ ଅନ୍ୟ ଦିଗକୁ ଆମେ ଏକ୍ସପ୍ଲୋର କରିବା ଛାଡି ଦେଇଛୁ ବହୁତ ବର୍ଷ ହେଲା, ଯୋଉଠି କରୁଛୁ ବି ନାକୁ ମାତ୍ର। ହଉ ହଉ ହଉ, କଣ କରିବା, ସେଟା ତ ଚାଲିଛି, ଆଉ କଣ କରିବା। ଓକେ, ମୁଁ ଶେଷ ପ୍ରତିକ୍ରିୟା ଆପଣଠୁ ଚାହିଁବି, ଆଗାମୀ ସମୟରେ ଆପଣ ମାନଙ୍କର ପଦକ୍ଷେପ ରହିବ? ହଁ, ରହିବା ଦରକାର, ଉଚିତ। ବହୁତ ବହୁତ ଧନ୍ୟବାଦ। ପଞ୍ଚାନନ କାନୁନଗୋ ଆମ ସହିତ ଥିଲେ, ପୂର୍ବତନ ଅର୍ଥମନ୍ତ୍ରୀ, ଯାହାଙ୍କ ସହିତ ଆମେ ଆଲୋଚନା କରୁଥିଲେ ରାଜ୍ୟର ଅତ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଖଣି ଏବଂ ଖଣିଜଜାତ ପଦାର୍ଥ ବିକାଶ ସଂଶୋଧନ ବିଲ୍, ଯେହେତୁ ରାଜ୍ୟସଭାରେ ପାରିତ ହୋଇସାରିଛି ଏବଂ ଏହି ବିଲ୍ରେ ଯେଉଁ ନୂତନ ଧାରା ଯୋଡ଼ାଯାଇଛି 9D କୁ ନେଇକରି ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି। ଏହା ରାଜ୍ୟ ସ୍ୱାର୍ଥରେ ନୁହେଁ, ବରଂ ରାଜ୍ୟ ସ୍ୱାର୍ଥ ବିରୋଧର ଏକ ପ୍ରସଙ୍ଗ ଏବଂ କେବଳ ରାଜନୀତିର ପ୍ରସଙ୍ଗ ନୁହେଁ, ଏହା ରାଜ୍ୟ ଅର୍ଥନୀତିର ପ୍ରସଙ୍ଗ। ତେଣୁକରି ଏ ପରିସ୍ଥିତି ଆଗାମୀ ସମୟରେ କ'ଣ ହେବାକୁ ଯାଉଛି ଏବଂ ଏଭଳି ବିଲ୍ ଯେତେବେଳେ ପାରିତ ହୋଇସାରିଛି ସେତେବେଳେ ଓଡ଼ିଆ ସାଂସଦ 20 ଜଣ ଯେଉଁମାନେ ଯାଇଛନ୍ତି ବିଜେପିରୁ, ସେମାନେ ନୀରବ ରହିବା, ରାଜ୍ୟ ସରକାର ବେଫିକର ରହିବା, ନୀରବତା ଅବଲମ୍ବନ କରିବା ଏବଂ ରାଜ୍ୟର ସ୍ୱାର୍ଥର ଏତେ ବଡ଼ ହାନି ଦେଖିଲା ପରେ ମଧ୍ୟ କିଛି ଅସୁବିଧା ହେବ ନାହିଁ, ଏଥିରେ କୌଣସି ବ୍ୟତିକ୍ରମ ନାହିଁ ବୋଲି କହିବା ଅତ୍ୟନ୍ତ ଚିନ୍ତାଜନକ ପ୍ରସଙ୍ଗ, ଯେଉଁ ସମ୍ପର୍କରେ ଆମେ ଆଲୋଚନା କରୁଥିଲୁ। ଆଗାମୀ ସମୟରେ ରାଜନୈତିକ ଦଳମାନଙ୍କର କ'ଣ ପଦକ୍ଷେପ ରହିବ ତା ଉପରେ ନଜର ରହିବ। ଏହି ସ୍ୱତନ୍ତ୍ର ଆଲୋଚନାକୁ ଏଇଠି ରଖୁଛି। ନମସ୍କାର।